ଜୟ ଜଗନ୍ନାଥ। 5ଟି ଜିନିଷ ଯଦି ଆପଣଙ୍କୁ କଣ୍ଟ୍ରୋଲ କରିଦେବେ, ତାହେଲେ ଆପଣ ନିଶ୍ଚୟ ସଫଳ ହେବେ। 5ଟା ଜିନିଷ ମୁଁ କହୁଛି। ପ୍ରଥମଟି ହେଲା ମାଇଣ୍ଡ। ଆପଣ ମାଇଣ୍ଡକୁ ଖରାପ କଥା ହଉ, ଇଆଡ଼େ ସିଆଡ଼େ ଜିନିଷକୁ ମୁଣ୍ଡରେ ପୁରାନ୍ତୁ ନାହିଁ। ତାହେଲେ ଆପଣ କଣ୍ଟ୍ରୋଲ ଯଦି କଲେ ଠିକ୍ ଅଛି। ସେକେଣ୍ଡ ହେଲା ମାଉଥ୍। ଯେତେ କମ୍ କଥା କୁହନ୍ତୁ। ଜାଣିଥିବେ ମାଛ ଯିଏ ବଂଶୀ କଣ୍ଟାରେ ଫସିଯାଏ, ଇଏ ବକର ବକର ହଉଥିବ ପାଟିଟା, ଯଦି ଯିଏ ମୁହଁ ବନ୍ଦ କରିଥାଏ ସେ କେବେ ବଂଶୀ କଣ୍ଟାରେ ଫସିନି। ତୃତୀୟଟି ହେଲା ଆଙ୍ଗର। ଆପଣ ରାଗକୁ କଣ୍ଟ୍ରୋଲ କରିବା ଶିଖନ୍ତୁ। ରାଗକୁ, ତାହେଲେ ସଫଳ ହେବେ। ମନି, 4 ନମ୍ବରଟା ଇନଭେଷ୍ଟ କରିବା ଶିଖନ୍ତୁ। ୟା ପରେ ମୁଁ ଗୋଟେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଇନୋଭେଟିଭ୍ ବିଜନେସ୍ ଆଇଡ଼ିଆରେ ଦେଇଛି, ଇନଭେଷ୍ଟ କେମିତି କରିବେ, ଫ୍ୟାମିଲି ପାଇଁ କେତେ ରଖିବେ, ଖର୍ଚ୍ଚ ପାଇଁ କେତେ ରଖିବେ, ଏବଂ ପିଲାମାନଙ୍କ ପାଠ ପଢ଼ିବା ପାଇଁ କେତେ ରଖିବେ, ଫ୍ୟୁଚର୍ ଇନଭେଷ୍ଟ କେଉଁଠି କରିବେ, ଏସ୍ଆଇପିରେ କରିବେ କି ଆପଣଙ୍କ ଫିକ୍ସଡ୍ ଡିପୋଜିଟ୍ କରିବେ, ତାର ପରସେଣ୍ଟେଜ୍ ଗୋଟେ ଫର୍ମୁଲା ଅଛି, ମୁଁ ଦେଇଛି ବଡ଼ ଭିଡ଼ିଓଟି, ଆପଣ ଯାଇକି ଦେଖନ୍ତୁ। ମୁଡ୍ ହିସାବରେ ଆପଣ କାମ କରନ୍ତୁନି। ଡିସିପ୍ଲିନରେ କାମ ଯଦି କରିବେ ଆପଣ ସଫଳ ହେବେ। ଏଇ ଯେଉଁ 5ଟି ମାଇଣ୍ଡ, ମାଉଥ୍, ଆଙ୍ଗର, ମନି, ମୁଡ୍ କଣ୍ଟ୍ରୋଲ କରିବେ, ଜୀବନରେ ସଫଳ ହେଇପାରିବେ। କ'ଣ ଠିକ୍ ନା?